हेलो एवरीवन जय जगन्नाथ वेलकम टू एजुके चतुर्थ श्रेणी छात्र मैंने तुम समर हॉलिडेज होमवर्क बा तुम ग्रीष्म प्रवाह छुट्टीर गृह कार्यर उत्तर नहीं आसी पूरा यही वीडियो में पूरा उत्तर डिस्कशन करवा। तो पिलाने समस्ते वीडियो को लास्ट जाए देख ମୁଁ उत्तर ଏଇ ଭିଡ଼ିଓ ଡିସ୍କସନ୍ କରିବା କାରଣ ମୁଁ ପୂର୍ବ ଭିଡ଼ିଓରେ ତମମାନଙ୍କର ପ୍ରଶ୍ନ ପୁରା ଦେଖେଇ ଦେଇଥିଲି, ତମର ଡିସ୍କସନ୍ କରିଦେଇଥିଲି। ତ ଏଇ ଭିଡ଼ିଓରେ ପୁରା ଉତ୍ତର ପ୍ରଶ୍ନ ସହ ଉତ୍ତର ପୁରା ଦେଖିବା। ତ ଚାଲନ୍ତୁ ଲେଟ୍ ନ କରି ଭିଡ଼ିଓଟିକୁ ଷ୍ଟାର୍ଟ କରିବା। ତ ତାପୂର୍ବରୁ କହି ଯେଉଁମାନେ ଚ୍ୟାନେଲରେ ନ୍ୟୁ କରିକି ଅଛ ସମସ୍ତେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବ, ଭିଡ଼ିଓ ସାଙ୍ଗମାନଙ୍କୁ ମଧ୍ୟ ସେୟାର କରିଦେବ, ଲାଇକ୍ ମଧ୍ୟ କରିଦେବ। ତ ଚାଲନ୍ତୁ ଭିଡ଼ିଓଟିକୁ ଷ୍ଟାର୍ଟ କରିବା। ତ ଦେଖ ତମର ଶ୍ରେଣୀ ଚତୁର୍ଥର ଭାଷା ଶ୍ରେଣୀ ଚତୁର୍ଥର ଭାଷା ଏକ ନମ୍ବର କ'ଣ ଥିଲା? ଭାଇ ଭଉଣୀ ଓ ସାଙ୍ଗସାଥୀକୁ ଟିକି ଟିକି ପଦ୍ୟଟିକୁ ଉପଯୁକ୍ତ ଭାବଭଙ୍ଗୀ ସହ ପଢ଼ି ଶୁଣାଅ ଓ ମନେ ରଖ। ସେଥିରେ ଥିବା ସମାନତା ଶବ୍ଦ ଗୁଡ଼ିକୁ ଖୋଜ, ଲେଖ। ଯେପରି ସିନ୍ଧୁ ସିନ୍ଧୁ, ସିନ୍ଧୁ ବିନ୍ଦୁ। ତ ପିଲାମାନେ ଚାଲନ୍ତୁ ଏକ ନମ୍ବର ଆନ୍ସର ଦେଖିବା। ତ ପିଲାମାନେ ତମ ବହିର ଯୋଉ ଟିକି ଟିକି ପଦ୍ୟଟି ଅଛି ତାର ତାକୁ କିଏ ଲେଖିଛନ୍ତି ନା ପଣ୍ଡିତ ଗୋଦାବର୍ଷ ମିଶ୍ର। ତ କ'ଣ ନା ଟିକି ଟିକି ଟୋପା ପାଣିରେ ଗଢ଼ା ହୋଇଛି ସିନ୍ଧୁ, ଦିଶୁ ନାହିଁ ସିନା ଆଖିକି ତାର ଅସଂଖ୍ୟ ବିନ୍ଦୁ। ଟିକେ ଦେଖି ଧୂଳି କଣିକା ମିଶି ହୋଇଛି ଧରା, ପାହାଡ଼ ପଡ଼ିଆ ନଗର ସବୁ ଧୂଳିରେ ଗଢ଼ା। ଗୋଟି ଗୋଟି କେତେ ଗଛରେ ପରା ତିଆରି ବନ, ଏତେ ଲୋକହିତ ସାଧୁଛି ଏତେ ବାଣ୍ଟୁଛି ଧନ। ଟିକି କୋଟି ତାରକା ଫୁଟି ଗଗନେ ନୀତି, ରାତିର ଅନ୍ଧାରେ ବିନାଶୀ ତୋଫା କରନ୍ତି କ୍ଷତି। ଲବେ ଲବେ ଦୟା ହୃଦୟୁ ଦେଇପାରେ ନିଜେ ନର, ସେ ଏକା ବୋଲାଏ ଜଗତେ ଦୟାମୟଙ୍କ ବର। ପଦୁପଦ କଥା ମଧୁର ଯେହୁ, ଭାସଇ ମୁଖେ ପରକୁ ଆପଣା କରି ସେ ବାନ୍ଧି ପାରଇ ସୁଖେ। ଟିକି ଟିକି କାର୍ଯ୍ୟ ସୁଗତି ଯେବେ ଦେଖାଇ ପାର, ତେବେ ସିନା ମର୍ତ୍ତ୍ୟ ପିଲାଏ ଜନ୍ମ କରିବା ସାର। ତ ପିଲାମାନେ ଇଏ ତମର ଟିକି ଟିକି ଥିଲା, ଟିକି ଟିକି ପଦ୍ୟଟି ଥିଲା। ତ ପିଲାମାନେ ଆକୁ ଇଏ କରିବ। ତ ସେଇପରି ଆଉ ଗୋଟେ କଥା ଦେଖ, ତମର ପିଲାମାନେ ଟିକି ଟିକି ପରି ଯେମିତି ସିନ୍ଧୁ ବିନ୍ଦୁ ସେଇଭଳି ଶବ୍ଦ ଗୁଡ଼ିକ ଖୋଜିବ। ସିନ୍ଧୁ ବିନ୍ଦୁ, ତାପରେ ଆଉ କ'ଣ ଅଛି ପିଲାମାନେ ଆଉ ଯାହା ଅଛି ତାକୁ ଖୋଜିକି ଲେଖିବ। ତ ନେକ୍ସଟ ଚାଲ 2 ନମ୍ବର କ୍ୱେଶ୍ଚନ କ'ଣ ଅଛି, 2 ନମ୍ବର କ୍ୱେଶ୍ଚନଟିକୁ ଦେଖିବା। ତ ତମ 2 ନମ୍ବର କ୍ୱେଶ୍ଚନ କ'ଣ ଅଛି? ହଜିଲା ଦିନର କଥା ପ୍ରସଙ୍ଗଟିକୁ ଘରେ ଅନ୍ୟମାନଙ୍କୁ ପଢ଼ି ଶୁଣାଅ। ପିଲାମାନେ ତମ ବହିର ଯୋଉ ହଜିଲା ଦିନର କଥା ପ୍ରସଙ୍ଗଟି ଅଛି ତାକୁ ପଢ଼ି ଅନ୍ୟମାନଙ୍କୁ ଶୁଣିବ। ତ ଚାଲ ଦେଖିବା ହଜିଲା ଦିନର କଥାଟାକୁ। ହଜିଲା ଦିନର କଥା, ଏଥିରେ ଲେଖକ କିଏ? ରମେଶ ଚନ୍ଦ୍ର ଭଞ୍ଜ। ସକାଳ ବୁଲା ଦେହକୁ ବଡ଼ ହିତ, ବେଶ ଫୁର୍ତ୍ତି ଲାଗେ ସତେଜ ଲାଗେ। ସେଦିନ ମଧୁବାବୁ ସବୁ ଦୁନିଆ ସକାଳ ବୁଲା ସାରି କୋଠିକୁ ଫେରୁଥାନ୍ତି। ନୀତି କିଲ୍ଲା ପଡ଼ିଆରେ ଘେରାଏ ବୁଲି ନ ଆସିଲେ ବାବୁଙ୍କୁ ଶାନ୍ତି ଲାଗେ ନାହିଁ। ବେଳେବେଳେ ବାରବାଟୀ କଡ଼ ଦେଇ ମହାନଦୀ କୂଳେ କୂଳେ ଥୋଡ଼ାଏ ବାଟ ଚାଲିଯାଆନ୍ତି। ହାତରେ ଥାଏ ସିଙ୍ଗବାଡ଼ି, ଘର ଲେଉଟାଣି ମନଟା ଟିକିଏ ହାଲୁକା ଲାଗେ। ସିଙ୍ଗବାଡ଼ିଟା ହାତରେ ଘୁରୁଥାଏ। କାଳି ଅନ୍ଧାରରୁ ସେ ବାହାରି ଯାଆନ୍ତି। ଫେରୁ ଫେରୁ କଅଁଳ ଖରା ପଡ଼ିଯାଇଥାଏ। ସେଦିନ କାହିଁକି କେଜାଣି ଟିକିଏ ସଅଳ ଲେଉଟି ଆସନ୍ତି। ହତା ଭିତରେ ପଶୁ ପଶୁ ଆଖି ପଡ଼ିଲା, ଗିନା ଗଡ଼ୁ ଢେକି ଢାଳ ଥୁଆ ହୋଇଛି। କୋତରା କସ୍ତା ପିନ୍ଧା ସ୍ତ୍ରୀ ଲୋକ କେତୋଟି ଅପେକ୍ଷା କରି ଠିଆ ହୋଇଛନ୍ତି। ସେମାନଙ୍କ କାଖରେ କୁନି ଛୁଆ ବାବୁଙ୍କୁ ଦେଖି ସଭିଏ ଶଙ୍କିଗଲେ। ସ୍ତ୍ରୀ ଲୋକଙ୍କ ଚେହେରା ଯେମିତି ଛୁଆଙ୍କ ଚେହେରା ତାକୁ ଭଳି। ସମସ୍ତଙ୍କ ମୁଣ୍ଡ ନୁଖୁରା, ହାଡ଼ୁଆ, ଦେହକୁ ଠାକରା ମୁହଁ, ଓଠ ଶୁଖିଲା, ଆଖି ନିସ୍ତେଜ। ଛୁଆଗୁଡ଼ିକ ଦେହ ଫୁଙ୍ଗୁଳା, ପତଳା ଓ ଦୁର୍ବଳ ଚେହେରା। ବାବୁ କାବା ହେଲେ, ଏମାନେ ଆଜି କୁଆଡ଼େ, ଏଠାରେ କାହିଁକି? ସମସ୍ତଙ୍କ ଉପରେ ଥରେ ଆଖି ବୁଲାଇ ବାବୁ ପଚାରିଲେ, କୁଆଡ଼େ ସବୁ ଆସିଛ? କ୍ଷୀର ପାଇଁ ଏ ପିଲାଙ୍କ ସକାଶେ। ସେମାନେ କହିଲେ, କ୍ଷୀର ପାଇଁ ପିଲାଙ୍କ ସକାଶେ? କିଏ କ୍ଷୀର ଦେବ? ସୁଦାମ ଭଲ କ୍ଷୀର ଟିକିଏ ଦେଉଛି ତ? ସୁଦାମ ଘର ବିଡ଼ାନାସିରେ ସେ ବାବୁଙ୍କ ଗାଈମାନଙ୍କ ହେପାଜତ କରେ। ଗୁହାଳ ଗୋବର, ଚୁନି ଚୋକଡ଼, ନଡ଼ା କୁଟା, ଘାସ କୋଳଥ ସବୁ ତଦାରଖ କରେ। ଖାଇ ପିଇ ବାବୁଙ୍କ ଘରେ ଥାଏ, ବେଳେବେଳେ ଅନ୍ୟ ବୋଲହାକ କରେ। ବାବୁ ତଲାସ କରି ବୁଝିଲେ, ଏମାନେ ଆଜି କେବଳ ଆସିନାହାନ୍ତି, ଏମିତି ଗଲା କେତେ ଦିନ ଧରି ଆସୁଛନ୍ତି, ପୁଣି ପଇସା ଦେଇ କ୍ଷୀର ନେଉଛନ୍ତି। କିଏ ପାଏ ତ କିଏ ଅଧ ପାଏ, ସବୁ ପଇସା ଦେଇ ଦେଉଛନ୍ତି ସୁଦାମକୁ। ବାବୁଙ୍କର ମଥାକୁ ରାଗ ଚଢ଼ିଲା। ମନେ ମନେ ସେ ନିଆଁ ହୋଇଗଲେ ସୁଦାମ ଉପରେ। ତାଙ୍କ ଅଜାଣତରେ ସୁଦାମ କ୍ଷୀର ବିକି ପଇସା ରଖୁଛି। ଆଜି ସୁଦାମ ଘରୁ ବିଦା ହେବ। ହେଲେ ସୁଦାମ ତ ସେପରି ଲୋକ ନୁହେଁ। ଏତେ ଦିନ ଧରି ରହିଲେଣି, ବାବୁଙ୍କ ଲୋକ ଚିହ୍ନିବାରେ ତେବେ କ'ଣ ଏତେ ଭୁଲ ରହିଗଲା? ସୁଦାମଙ୍କୁ ପାଖକୁ ଡାକି ବାବୁ ପଚାରିଲେ। ସୁଦାମ ସିଧା ସିଧା ମାନିଗଲା। ସେ କାହିଁକି ଲୁଚାଇବ? କୋଠି ଖର୍ଚ୍ଚ ବାଦ କ୍ଷୀର ଢେର ବଳକା ହେଉଛି। ସେ କ୍ଷୀର ଆଉ କ'ଣ ହେବ? ତେଣୁ ସେ ବିକି ଦେଉଛି। ସେଇ ପଇସାରେ ଗାଈଙ୍କ ପାଇଁ ଚୁନି ଚୋକଡ଼, ପିଡ଼ିଆ, ନଡ଼ା ପାଳ କିଣି ଖାଇବାକୁ ଦେଉଛି। ଏସବୁ ଶୁଣି ଗର୍ଜି ଉଠିଲେ, ହଇରେ ମଧୁଦାସ, ଶେଷକୁ କ୍ଷୀର ବିକିବ? ଛି ଛି, ତାହା ପୁଣି ଏଇ ଗରିବ ଲୋକଗୁଡ଼ାଙ୍କୁ। ଲୋକ ଶୁଣିଲେ କ'ଣ କହିବେ?
ଗାଈଙ୍କର ଯଦି ଦାନାର ଅଭାବ ହେଉଛି ମୋତେ ଜଣାଇଲୁ ନାହିଁ, ମୁଁ ଖାଇବାକୁ ଦେଇ ନ ପାରିଲେ ମଧୁ ଦାସ କେତେ ଗୋଟି ଗୋଟି କରି ସବୁ ଗାଈ ବିକିଦେବ ସିନା, କ୍ଷୀର ବିକି ପାରିବ ନାହିଁ। ଅଭାବ ଭିତରେ ଉତ୍କଳ ଟ୍ୟାନେରୀ ଜୋତା କାରଖାନାଟି ନିଲାମ ହୋଇଗଲା। ତାହା ଦେହ ସହିଲା। ତଥାପି ମଧୁଦାସ ତଳକୁ ଖସିଯାଇ ନାହିଁ। ନା, ତା ହୋଇପାରିବ ନାହିଁ। କାଲିଠାରୁ କ୍ଷୀର ମାଗଣା ଦିଆଯିବ। ଗାଈ ଦୁହାଳ ଥିବା ପର୍ଯ୍ୟନ୍ତ କୋଠି ଖର୍ଚ୍ଚରୁ କାଟି ଏଇ ଛୁଆଙ୍କୁ କ୍ଷୀର ଦିଆଯିବ। ଓଡ଼ିଆମାନଙ୍କର ଦୁର୍ଦ୍ଦଶା ଦେଖି ଯାହାଙ୍କର ପ୍ରାଣ ସବୁବେଳେ କାନ୍ଦୁଥିଲା, ସେ କେବେ ଏଭଳି କ୍ଷୀର ବିକି ପାରିଥାନ୍ତେ? ଏ ମଧୁଦାସ କିଏ ସେ ବିଷୟରେ ଅଧିକ କହିବାର ଆବଶ୍ୟକତା ନାହିଁ, କାରଣ ସେ ମଧୁ ବାରିଷ୍ଟର ମିଷ୍ଟର ଦାସ। ମଧୁବାବୁ କେବେ ଓଡ଼ିଶାରେ ମଧୁବାବୁ ଭାବେ ଓଡ଼ିଶାରେ ସବୁଠୁ ଜଣାଶୁଣା। ଏବେ ମଧ୍ୟ ତାଙ୍କର ଲୋକଙ୍କର ମୁହଁରୁ ଢଗଟିଏ ଶୁଣିବାକୁ ମିଳେ। ପାଠ ପଢ଼ିବି, କାଳିଆ ଘୋଡ଼ାରେ ଚଢ଼ିବି, ମଧୁବାବୁ ସଙ୍ଗେ ଲଢ଼ିବି। ତାଙ୍କ ପରି ପଢ଼ୁଆ ଓ ଲଢ଼ୁଆ ମଣିଷ ସେତେବେଳେ ଓଡ଼ିଶାରେ ଖୁବ୍ କମ୍ ଥିଲେ। ସେ ରେଭେନ୍ସା କଲେଜରେ କଲେଜଟିଏ ସ୍କୁଲରୁ ପ୍ରବେଶିକା ପରୀକ୍ଷାରେ ପାସ୍ କରିବା ପରେ ପ୍ରଥମେ କଲିକତା ପଢ଼ିବାକୁ ଯାଇଥିଲେ। ସେଠାରେ MA BL ପାସ୍ କରିଥିଲେ। 1880 ମସିହାରେ କଲିକତା ଛାଡ଼ି କଟକ ଚାଲି ଆସିଲେ। ପହିଲି କଟକରେ ବିହାରୀ ବାଗରେ ରହି ଅଦାଲତ ଓକିଲାତି ଆରମ୍ଭ କଲେ। ପରେ ମିଶନ ରୋଡ଼ରେ ନିଜ ଘର ତୋଳି ଜୀବନ ଶେଷ ପର୍ଯ୍ୟନ୍ତ ସେଇଠାରେ ରହିଥିଲେ। ଏବେ ତାଙ୍କ ଘରେ ଶୈଳବାଳା ମହିଳା କଲେଜ ଠିଆ ହୋଇଛି। ସେହି ହତା ଭିତରେ ମଧୁସ୍ମୃତି ନାମକ ଏକ କୋଠରୀ ଅଛି। ମଧୁବାବୁଙ୍କର ହାତବାଡ଼ି, ପଗଡ଼ି, ଚଷମା, ଜୋତା, ଦୋସଡ଼ା, ଶାଲ୍ ଇତ୍ୟାଦି ସବୁ ଜିନିଷ ସେଇଠି ସାଇତି ହୋଇ ରହିଛି। 1905 ମସିହାରେ ମଧୁବାବୁ କଟକର ଉତ୍କଳ ଟ୍ୟାନେରୀ ନାମକ ଗୋଟିଏ ବିରାଟ ଜୋତା କାରଖାନା ବସାଇଥିଲେ। ସେହି କାରଖାନାରୁ ଗୋରୁ, ମଇଁଷି, ମେଣ୍ଢା, ଗୋଧି, କୁମ୍ଭୀର ଚମଡ଼ାରୁ ଓଡ଼ିଆ କାରିଗରମାନେ ସୁନ୍ଦର ଓ ମଜବୁତ ଜୋତା ତିଆରି କରୁଥିଲେ। ଏ ଜୋତା ବହୁତ ପରିମାଣରେ ବିଦେଶକୁ ଚାଲାଣ ହେଉଥିଲା। ଦେଶ ବିଦେଶରେ ଜୋତା ପାଇଁ ଓଡ଼ିଶାର ଟେକ ଥିଲା। କାମରେ ଟିକିଏ ଖଇଚା ଦେଖିଲେ ମଧୁବାବୁ ବିଡ଼ା ବିଡ଼ା ଜୋତା ପୋଡ଼ି ଦେଉଥିଲେ। ସେଥିପାଇଁ ମଧୁବାବୁଙ୍କ ଟଙ୍କା ପଇସାର ଘୋର ଅଭାବ ସହିବାକୁ ପଡ଼ିଥିଲା। ଶେଷରେ କରଜ ଶୁଝି ନ ପାରିବାରୁ କାରଖାନାଟି ନିଲାମ ହୋଇଗଲା। ମଧୁବାବୁଙ୍କ ଶେଷ ଜୀବନ ସବୁବେଳେ ଦାରୁଣ ଅଭାବର ଘୋଟି ରହିଥିଲା। ହେଲେ ସେ ଅଭାବ ତାଙ୍କୁ ତିଳେ ହେଲେ ବିଚଳିତ କରିପାରୁନଥିଲା। ଯେଉଁ ଖାଦ୍ୟ ସାଧାରଣ ଓଡ଼ିଆ ଖାଏ, ସେହି ଖାଦ୍ୟ ମଧୁବାବୁ ନିତିଦିନ ଖାଉଥିଲେ। ତାହା ଥିଲା ପୋଷେ ଢିଙ୍କି କୁଟା ଉଷୁନା ଚାଉଳର ଭାତ, 2-4 ଖଣ୍ଡ ଅମୃତଭଣ୍ଡା ସିଝା, ଅଳ୍ପ କିଛି କ୍ଷୀର, ମଦରଙ୍ଗା କିମ୍ବା ହିଡ଼ି ମିଶା ଶାଗ, 4-5 ମୁଠା ଖଇ ତାଙ୍କର ସବୁଠାରୁ ଅତି ପ୍ରିୟ ଜଳଖିଆ ଥିଲା। ଯେ ମର୍ମେ ମର୍ମେ ଓଡ଼ିଆମାନଙ୍କର ଦୁଃଖ ଦୁର୍ଦ୍ଦଶାକୁ ଅନୁଭବ କରୁଥିଲେ, ସେ କିପରି କ୍ଷୀର ବିକିଥାନ୍ତେ ଦୁଃଖୀ ଦରିଦ୍ରମାନଙ୍କୁ? ମଧୁବାବୁ ଥିଲେ ଓଡ଼ିଶାର ପ୍ରଥମ ଇଂରାଜୀ ପଢ଼ୁଆ, MA, ପ୍ରଥମ ଓକିଲ, ପ୍ରଥମ ମନ୍ତ୍ରୀ, ପ୍ରଥମ ବିଲାତ ଯାତ୍ରୀ। ତାଙ୍କୁ ଦେଖିଲା ମାତ୍ରେ ଯେକୌଣସି ଲୋକର ମୁଣ୍ଡ ନୁଆଇ ଯାଉଥିଲା। ସେ ଓଡ଼ିଶାର ଗୌରବ, ଆମ ଜାତିର ଗୌରବ। ତାଙ୍କୁ ଉତ୍କଳ ଗୌରବ ବୋଲି କୁହାଯାଏ। 1848 ମସିହା ଏପ୍ରିଲ ମାସ 28 ତାରିଖ ଦିନ କଟକ ଜିଲ୍ଲାର ସତ୍ୟଭାମାପୁର ଗ୍ରାମରେ ତାଙ୍କର ଜନ୍ମ ହୋଇଥିଲା ଏବଂ 1934 ମସିହା ଫେବୃଆରୀ 4 ତାରିଖ ଦିନ କଟକରେ ତାଙ୍କର ମୃତ୍ୟୁ ହୋଇଥିଲା। ତ ପିଲାମାନେ, ଇଏ ଥିଲା ତମର କ'ଣ ନା ମଧୁବାବୁଙ୍କର ବିଷୟ, ହଜିଲା ଦିନର କଥା। ତ ପିଲାମାନେ ନେକ୍ସଟ କ୍ୱେଶ୍ଚନ୍ କ'ଣ ଅଛି ଚାଲନ୍ତୁ ଦେଖିବା। ନେକ୍ସଟ ତମ 3 ନମ୍ବର ଥିଲା ମଧୁବାବୁଙ୍କ ପରି ଓଡ଼ିଶାର ଅନ୍ୟ ବରପୁତ୍ରମାନଙ୍କ ନାମ, ଭାଇ ଭଉଣୀ ଓ ସାଙ୍ଗସାଥିଙ୍କ ଠାରୁ ବୁଝି ଲେଖ। ତ ଚାଲନ୍ତୁ ଦେଖିବା ଆର ଆନ୍ସର କ'ଣ ହେଲା ନା ଓଡ଼ିଶାର ଇତିହାସରେ ମଧୁସୂଦନ ଦାସ ମଧୁବାବୁ ଭଳି ଅନେକ ବୀରପୁତ୍ର ଅଛନ୍ତି, ଯେଉଁମାନେ ଦେଶ ଓ ରାଜ୍ୟ ପାଇଁ ଅସାଧାରଣ ଅବଦାନ ରଖିଛନ୍ତି। କିଛି ପ୍ରମୁଖ ନାମ ହେଉଛି ବକ୍ସି ଜଗବନ୍ଧୁ, ପାଇକା ବିଦ୍ରୋହର ନେତା, ଓଡ଼ିଶାର ପ୍ରଥମ ସ୍ୱାଧୀନତା ସଂଗ୍ରାମୀମାନଙ୍କ ମଧ୍ୟରୁ ଜଣେ। ବୀର ସୁରେନ୍ଦ୍ର ସାଏ ବ୍ରିଟିଶ ବିରୋଧରେ ସଂଗ୍ରାମ କରିଥିବା ଏକ ବୀର ଯୋଦ୍ଧା। ତାପରେ ଗୋପବନ୍ଧୁ ଦାସ କିଏ? ଗୋପବନ୍ଧୁ ଦାସ କିଏ ନା ତମର ଉତ୍କଳମଣି ଭାବେ ପରିଚିତ, ସମାଜ ସେବା ଓ ଶିକ୍ଷାର ଅବଦାନ। ତାପରେ ହରେକୃଷ୍ଣ ମହତାବ, ସ୍ୱାଧୀନତା ସଂଗ୍ରାମ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ। ତାପରେ ରମାଦେବୀ ଚୌଧୁରୀ, ମହିଳା ସ୍ୱାଧୀନତା ସଂଗ୍ରାମୀ ଓ ସମାଜ ସେବିକା। ଲକ୍ଷ୍ମଣ ନାୟକ, ଆଦିବାସୀ ନେତା ଓ ବ୍ରିଟିଶ ବିରୋଧରେ ସଂଗ୍ରାମୀ। ଫକୀରମୋହନ ସେନାପତି, ଓଡ଼ିଆ ସାହିତ୍ୟର ମହାନ ନେତା ଓ ଜାତୀୟ ଚେତନାର ପ୍ରଚାରକ। ତ ପିଲାମାନେ ଚାଲନ୍ତୁ ନେକ୍ସଟ କ୍ୱେଶ୍ଚନ ଦେଖିବା। ତମ 4 ନମ୍ବର କ୍ୱେଶ୍ଚନ। ତ ତମକୁ ଭଲ ଲାଗୁଥିବା 10ଟି ଚିତ୍ର ଅଙ୍କନ କର ଏବଂ ତାର ନାମ ଲେଖ ଏବଂ ପ୍ରତି ଚିତ୍ର ବିଷୟରେ 2ଟି ଧାଡ଼ି ଲେଖ। ତ ପିଲାମାନେ ଚାଲନ୍ତୁ ଦେଖିବା ଆର ଆନ୍ସର। ତ ପିଲାମାନେ ଆର ଆନ୍ସର କ'ଣ ହବ ନା ତମେ ଯେକୌଣସି 10ଟି ଚିତ୍ର ଅଙ୍କନ କରିବ। ବାଘ ହଉ, ଭାଲୁ ହଉ, ତମେ ଯାହା ତମକୁ ଇଜି ଲାଗିବ ସେଇଟା କରିବ ଏବଂ ତାର ନାମ ଲେଖିବ ଏବଂ ତା ବିଷୟରେ 2ଟା ଲେଖିବ, 2ଟା ଧାଡ଼ି ଲେଖିବ। ତ ପିଲାମାନେ ଇଏ ଥିଲା ତମର ଚତୁର୍ଥ ଶ୍ରେଣୀ ପିଲାମାନଙ୍କର ଭାଷା ବିଷୟର ପ୍ରଶ୍ନପତ୍ର। ଆଉ ବାକି ଯାହାର ଯାହା ବି ରହିଲା ତ ସେ ବିଷୟରେ ଡିସ୍କସନ କରିବା। ତ ସମସ୍ତେ ଜଲ୍ଦି ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅ। ଯେଉଁମାନେ ଚ୍ୟାନେଲ ନ୍ୟୁ କରିକି ଅଛ ସମସ୍ତେ ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅ ଓ ଭିଡ଼ିଓ ନିଜ ସାଙ୍ଗମାନଙ୍କୁ ମଧ୍ୟ ସେୟାର କରିଦିଅ। ପିଲା ରହୁଛି, ଜୟ ଜଗନ୍ନାଥ। ନେକ୍ସଟ ଭିଡ଼ିଓ ଦେଖା ହେବା।